ପିଲାମାନେ ମୁଁ ତୁମ ସାହିତ୍ୟ ବହି ର ବିଷୟଟିକୁ ପଢ଼ାଇବା ପୂର୍ବରୁ କିଛି କହୁଛି, ତୁମେ ମନେ ରଖ ବା ଜାଣିବାକୁ ଚେଷ୍ଟା କର। ଆମ ଦେଶ ଭାରତ, ଯିଏ ଆମର ମାତା ସଦୃଶ। ଆମେ ଭାରତର ପ୍ରତ୍ୟେକ ନାଗରିକ ତାଙ୍କର ସନ୍ତାନ। ସେ ଆମ ପାଇଁ ଆଦରଣୀୟା ଏବଂ ଚିର ନମସ୍ୟା। ବହୁ ବର୍ଷ ପୂର୍ବେ ଇଂରେଜମାନେ ଆମକୁ ଶାସନ କରୁଥିଲେ। ଇଂରେଜମାନଙ୍କ ଅଧୀନରେ ଭାରତର ପ୍ରଗତି ବାଧାପ୍ରାପ୍ତ ହୋଇଥିଲା। ଶେଷରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଅନୁସରଣ କରି ଭାରତୀୟମାନେ 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନତା ଲାଭ କରି ଆମର ତ୍ରିରଙ୍ଗା ଧ୍ୱଜା ଉଡ଼ାଇଥିଲେ। ପ୍ରିୟ ଛାତ୍ରଛାତ୍ରୀଗଣ, ସାହିତ୍ୟ ଶ୍ରେଣୀର ସମସ୍ତଙ୍କୁ ମୋର ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀର ସାହିତ୍ୟ ବହିର ପ୍ରଥମ ବିଷୟ ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର କବିତାଟି ପଢ଼ିବା। ଏହି ପଦ୍ୟଟିକୁ ଲେଖିଛନ୍ତି ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ। 1903 ମସିହା ସେପ୍ଟେମ୍ବର ମାସ 10 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ସେ ପିଲାମାନଙ୍କ ପାଇଁ ଅନେକ ଗୁଡ଼ିଏ ସାହିତ୍ୟ ରଚନା କରିଛନ୍ତି। ସେଗୁଡ଼ିକ ମଧ୍ୟରେ କୁହୁ କୁହୁ, ରୁଣୁଝୁଣୁ, ସୁଲୁ ସୁଲୁ, ଘଣ୍ଟି ଘାଗୁଡ଼ି, କଳା ବଉଦ, ଭାଇ ଭଉଣୀ, ମୁସି ମାଉସୀ, ହଜିଲା ବଳଦ ଖୋଜିଲା ଠେଇଁ, ଡାଳରେ ମାଙ୍କଡ଼ ମାରଇ ଡିଆଁ, ଉଦୟ ଭାନୁ ଇତ୍ୟାଦି ପ୍ରଧାନ। ବିଦେଶୀ ଶାସନରେ ଅଧୀନ ଥିଲା ଦେଶ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର, ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ରହିବେ ନାହିଁ କେହି, ରଖିବୁ ଜାତି ଟେକ ନିଜକୁ ବଳି ଦେଇ। ସ୍ୱଦେଶ ସେବା ବ୍ରତ କରିବୁ ଜୀବନର, ସ୍ୱଦେଶ ସେବା ବ୍ରତ କରିବୁ ଜୀବନର। ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଅଛୁଆଁ ନୁହେଁ କେହି ସବିଏ ଭାଇ ଆମ, ସବିଙ୍କ ହିତ ପାଇଁ କରିବୁ ଆମେ କାମ। ସମସ୍ତେ ଆପଣାର ଜଣେ କେ ନୁହେଁ ପର, ସମସ୍ତେ ଆପଣାର ଜଣେ କେ ନୁହେଁ ପର।
ଜାତୀୟ ଧୟା ଆମ ଉଡ଼ାଇ ଫର ଫର, ଜାତୀୟ ଧୟା ଆମ ଉଡ଼ାଇ ଫର ଫର। ଦେଶରେ ଖୋଲି ଦେବୁ ବିବିଧ କାରଖାନା, ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା। ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର, ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର। ଜାତୀୟ ଧୟା ଆମ ଉଡ଼ାଇ ଫର ଫର, ଜାତୀୟ ଧୟା ଆମ ଉଡ଼ାଇ ଫର ଫର। ଆମେ ଯେ ବୀର ଜାତି ନହିବୁ ନାହିଁ ମଥା, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। ମରତେ ଖେଳାଇବୁ ସୁଷମା ସରଗର, ମରତେ ଖେଳାଇବୁ ସୁଷମା ସରଗର। ଜାତୀୟ ଧୟା ଆମ ଉଡ଼ାଇ ଫର ଫର, ଜାତୀୟ ଧୟା ଆମ ଉଡ଼ାଇ ଫର ଫର। ଜ୍ଞାନ ବିଜ୍ଞାନେ ଆମେ ନହିବୁ କାହା ପଛ, ପ୍ରତିଜ୍ଞା କର ଭାଇ ଯେଉଁଠି ଯିଏ ଅଛ। କୋଟି ଯେ କୋଟି ଆମେ ସନ୍ତାନ ଭାରତର, କୋଟି ଯେ କୋଟି ଆମେ ସନ୍ତାନ ଭାରତର। ଜାତୀୟ ଧୟା ଆମ ଉଡ଼ାଇ ଫର ଫର, ଜାତୀୟ ଧୟା ଆମ ଉଡ଼ାଇ ଫର ଫର। ବିଦେଶୀ ଶାସନରେ ଅଧୀନ ଥିଲା ଦେଶ, ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ। କ୍ଲେଶ କ୍ଲେଶ ଶବ୍ଦଟି ନୂତନ କଠିନ ଶବ୍ଦଟି। କ୍ଲେଶ ଅର୍ଥ କଷ୍ଟ। ସ୍ୱାଧୀନ ଆଜି ଆମେ କାହାକୁ ନାହିଁ ଡର, ଜାତୀୟ ଧ୍ୱଜା ଆମ ଉଡ଼ାଇ ଫର ଫର। ପ୍ରିୟ ଛାତ୍ରଛାତ୍ରୀ, ଏ ପ୍ରସଙ୍ଗରେ ଶୁଣ ଯେ ଭାରତର ବହୁ ବର୍ଷ ପୂର୍ବେ ଇଂରେଜ ମାନଙ୍କର ଶାସନାଧୀନ ଥିଲା। ସେହି ସମୟରେ ଭାରତୀୟମାନେ ଅନେକ ଦୁଃଖ କଷ୍ଟ ଓ ଅତ୍ୟାଚାର ସହିଥିଲେ। ଶେଷରେ ଇଂରେଜ ଶାସନରୁ ଭାରତୀୟମାନେ ମୁକ୍ତ ହୋଇଥିଲେ। ଆଜି ଆମେ ସ୍ୱାଧୀନ, ଆମର ଆଉ କାହାକୁ ଡର ନାହିଁ। ତେଣୁ ଆମର ତ୍ରିରଙ୍ଗା ପତାକା ଆଜି ଆକାଶରେ ଫର ଫର ହୋଇ ଉଡୁଛି। ଏହି ତ୍ରିରଙ୍ଗା ପତାକାର ତିନୋଟି ରଙ୍ଗ। ଏକରେ ହେଲା ନାରଙ୍ଗୀ, ନାରଙ୍ଗୀ ଶକ୍ତି ଓ ସାହସର ପ୍ରତୀକ। ଦୁଇରେ ହେଲା ଧଳା, ସତ୍ୟ ଓ ଶାନ୍ତିର ପ୍ରତୀକ। ତିନିରେ ହେଲା ସବୁଜ, ସବୁଜର ଅର୍ଥ ହେଲା ଉର୍ବରତା, ବିକାଶ ଓ ସମୃଦ୍ଧିର ପ୍ରତୀକ। ଆମେ ଯେଉଁ ମଝିରେ ଅଶୋକ ଚକ୍ର ଦେଖୁଛୁ ଜାତୀୟ ପତାକାରେ, ସେଇ ଅଶୋକ ଚକ୍ରର ଅର୍ଥ ପ୍ରଗତିର ପ୍ରତୀକ। ତାହେଲେ ପିଲେ ଦ୍ୱିତୀୟ ଅନୁଚ୍ଛେଦଟି ପଢ଼ିବା। ଏଣିକି ଭଲ ଯାହା କରିବୁ ସେଇ କାମ, ଜାତିର ଇତିହାସେ ରହିବ ଆମ ନାମ। କର୍ତ୍ତବ୍ୟ ପଥ ଧରି ହୋଇବୁ ଅଗ୍ରସର, ଜାତୀୟ ଧ୍ୱଜା ଆମ ଉଡ଼ାଇ ଫର ଫର। ବର୍ତ୍ତମାନ ଆମେ ଭଲ କାମ କରି ଜାତି ଇତିହାସରେ ଆମର ନାମ ଓ ଯଶ ରଖିବା।
ଆମ କର୍ତ୍ତବ୍ୟ ପଥରେ ଆମେ ଆଗେଇ ଚାଲିବା। ଆମ ଦେଶରେ ଆଉ କେହି ଦରିଦ୍ର ହୋଇ ରହିବେ ନାହିଁ। ସମସ୍ତଙ୍କୁ ଖାଦ୍ୟ ବସ୍ତ୍ର ମିଳିବ। ନିଜର ପ୍ରାଣ ବଳି ଦେଇ ଆମେ ଦେଶ ଓ ଜାତିର ମହତ ରଖିବା। ଦେଶବାସୀଙ୍କୁ ନିଜ ଜୀବନର ବ୍ରତ କରିବା। ଭୋକିଲା ହୋଇ ଆଉ ରହିବେ ନାହିଁ କେହି, ରଖିବୁ ଜାତି ଟେକ ନିଜକୁ ବଳି ଦେଇ। ସ୍ୱଦେଶ ସେବା ବ୍ରତ କରିବୁ ଜୀବନର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ତାହେଲେ ଆମେ ଏଇ ଜାତିର ଟେକ ରଖିବା। ଆମ ଦେଶରେ ଆଉ କେହି ଦରିଦ୍ର ହୋଇ ରହିବେ ନାହିଁ। ସମସ୍ତଙ୍କୁ ଖାଦ୍ୟ ବସ୍ତ୍ର ମିଳିବ। ନିଜର ପ୍ରାଣ ବଳି ଦେଇ ଆମ ଦେଶ ଓ ଜାତିର ମହତ ରଖିବା। ଦେଶ ସେବାକୁ ନିଜ ଜୀବନର ବ୍ରତ ରଖିବା। ଅଛୁଆଁ ନୁହେଁ କେହି ସଭିଏଁ ଭାଇ ଆମ, ସଭିଙ୍କ ହିତ ପାଇଁ କରିବୁ ଆମେ କାମ। ସମସ୍ତେ ଆପଣାର ଜଣେକେ ନୁହେଁ ପର, ଜାତୀୟ ଧ୍ୱଜା ଆମ ଉଡ଼ଇ ଫର ଫର। ଆମେ ସମସ୍ତେ ଭାଇ ଭାଇ, ଆମ ଭିତରେ କେହି ଅଛୁଆଁ ନୁହେଁ। ଆମେ ସମସ୍ତଙ୍କର ମଙ୍ଗଳ ପାଇଁ କାମ କରିବା। ସମସ୍ତେ ଆମର ନିଜର, କେହି ଆମ ପାଇଁ ପର ନୁହେଁ। ଆମେ ସମସ୍ତେ ଗୋଟିଏ ମାର ସନ୍ତାନ। ଆମ ଭିତରେ କିଛି ଭେଦଭାବ ନାହିଁ। ଆମେ ସମସ୍ତେ ସମାନ। ଭୋକିଲା ହୋଇ ଆଉ ଦେଶର ଖୋଲିଦେବୁ ବିବିଧ କାରଖାନା, ଯେପରି ଉତ୍ପନ୍ନ ହୋଇବ ଦ୍ରବ୍ୟ ନାନା। ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର, ଜାତୀୟ ଧ୍ୱଜା ଆମ ଉଡ଼େଇ ଫର ଫର। ଆମ ଦେଶର ଉନ୍ନତି ପାଇଁ ଆମେ ଅନେକ କଳକାରଖାନା ସ୍ଥାପନ କରିବା। ସେହି କଳକାରଖାନାରେ ବିଭିନ୍ନ ପ୍ରକାରର ଦ୍ରବ୍ୟ ଉତ୍ପନ୍ନ ହେବ। ଅନେକ କାରିଗର ସେହି କାରଖାନା ଗୁଡ଼ିକରେ ବିଭିନ୍ନ ପ୍ରକାରର ଦ୍ରବ୍ୟ ତିଆରି କରିବେ। ଆମେ ଯେ ବୀର ଜାତି ନୋଇବୁ ନାହିଁ ମଥା, କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା। ମରତେ ଖେଳାଇବୁ ସୁଷମା ସରଗର, ଜାତୀୟ ଧ୍ୱଜା ଆମ ଉଡ଼େ ଫର ଫର। ଆମେମାନେ ବୀର ଜାତି। ଆମେ କାହା ଆଗରେ ମୁଣ୍ଡ ନୁଆଁଇବା ନାହିଁ। ଯେଉଁ କଥା କହିବା, ଦରକାର ପଡ଼ିଲେ ତାହା ପ୍ରାଣ ଦେଇ ମଧ୍ୟ ପାଳନ କରିବା। ପୃଥିବୀ ପୃଷ୍ଠକୁ ସ୍ୱର୍ଗ ପରି ସୁନ୍ଦରତାରେ ଭରି ଦେବା। ଜ୍ଞାନ ବିଜ୍ଞାନେ ଆମେ ନୋହିବୁ କାହା ପଛ, ପ୍ରତିଜ୍ଞା କର ଭାଇ ଯେଉଁଠି ଯିଏ ଅଛ। କୋଟି ଯେ କୋଟି ଆମେ ସନ୍ତାନ ଭାରତର, ଜାତୀୟ ଧ୍ୱଜା ଆମ ଉଡ଼େ ଫର ଫର। ହେଲେ ଆମେ ଭାରତ ମାତାର କୋଟି କୋଟି ସନ୍ତାନ। ଆମେ ଯିଏ ଯେଉଁଠାରେ ଅଛେ, ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ଯେପରି ଅନ୍ୟ ଦେଶମାନଙ୍କ ଠାରୁ ପଛରେ ରହିବା ନାହିଁ, ସେଥିପାଇଁ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ। ତାହେଲେ ପିଲେ, ଆମେ ଏଥର ଅଭ୍ୟାସ କାର୍ଯ୍ୟଟିକୁ ଯିବା। ଅଭ୍ୟାସ କାର୍ଯ୍ୟ ନିଜ ନିଜ ପ୍ରଶ୍ନଟିକୁ ପଢ଼ି ଖାତାରେ ଲେଖିବ। ତାହେଲେ 1 ନମ୍ବର, ଆସ କଥାବାର୍ତ୍ତା ହେବା। 1 ନମ୍ବର କରେ, ଆମ ଦେଶ ପରାଧୀନ ଥିଲାବେଳେ କ'ଣ ଅସୁବିଧା ହୋଇଥିଲା? ତାହେଲେ ଉତ୍ତରଟି ଶୁଣନ୍ତୁ। ଆମ ଦେଶ ପରାଧୀନ ଥିଲାବେଳେ ଆମେ ବିଦେଶୀମାନଙ୍କ ଅତ୍ୟାଚାର ସହି ଅତି ଦୁଃଖରେ ଦିନ କାଟୁଥିଲୁ। ତେଣୁ ଆମ ଦେଶର ଉନ୍ନତି ହୋଇପାରୁ ନଥିଲା। ଖ, ଦେଶ ସ୍ୱାଧୀନ ହେବା ପରେ ଆମେ କେଉଁ କାମ କରିପାରିବା ବୋଲି କବିତାରେ କୁହାଯାଇଛି? ଦେଶ ସ୍ୱାଧୀନ ହେବା ପରେ ଆମେ ଆମର କର୍ତ୍ତବ୍ୟ କରିବା ସହିତ ଉନ୍ନତି ପଥରେ ଯାତ୍ରା ହେବୁ। ଆଉ କେହି ଯେପରି ଭୋକରେ ନ ରହିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବୁ। ସମସ୍ତଙ୍କ ହିତ ପାଇଁ କାମ କରିବୁ। ଦେଶ ସେବାକୁ ଆମ ଜୀବନର ବ୍ରତ ରୂପେ ଗ୍ରହଣ କରିବୁ। ଗ ପ୍ରଶ୍ନ, ଜାତିର ଟେକ ରଖିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ଉତ୍ତର, ଜାତିର ଟେକ ରଖିବା ପାଇଁ ଆମେ ସବୁ ଭେଦଭାବ ଭୁଲି ସମସ୍ତଙ୍କର ମଙ୍ଗଳ ପାଇଁ କାମ କରିବା।
ଆମ ଦେଶରେ ଯେପରି କେହି ଭୋକିଲା ନ ରହନ୍ତି ସେଥିପାଇଁ ଦୃଷ୍ଟି ଦେବା ସହିତ ଦେଶପ୍ରେମୀର ବର୍ଣ୍ଣି ହୃଦୟରେ ଜାଳିବା। ସ୍ୱଦେଶ ସେବାକୁ ନିଜ ଜୀବନର ବ୍ରତ କରିବା। ନିଜ ପ୍ରାଣବଳି ଦେଇ ଦେଶ ଓ ଜାତିର ମହତ ରଖିବା। ଘ ପ୍ରଶ୍ନ, ଦେଶର ଉନ୍ନତି ପାଇଁ କେଉଁ କେଉଁ କାମ ସ୍ୱାଧୀନ ଭାରତରେ କରାଯିବ ବୋଲି ଆଶା କରାଯାଇଛି? ଦେଶର ଉନ୍ନତି ପାଇଁ ଆମେ ଭଲ କାମ କରିବା ଯେପରି ଇତିହାସରେ ଆମର ନାମ ଲେଖାଯିବ। ନିଜ ଜୀବନର ବିନିମୟରେ ଦେଶ ଓ ଜାତିର ଟେକ ରଖିବା। ଦେଶରୁ ଖାଦ୍ୟାଭାବ ଦୂର କରିବା। ଛୁଆଁ ଅଛୁଆଁ ଭେଦଭାବ ରଖିବା ନାହିଁ। ଦେଶର ନୂଆ ନୂଆ କଳକାରଖାନାମାନ ସ୍ଥାପନ କରି ଅନେକ ଦ୍ରବ୍ୟ ଉତ୍ପାଦନ କରିବା। ଆମ ଦେଶର ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଆବଶ୍ୟକ ହେଲେ ଆମେ ପ୍ରାଣବଳି ଦେବା। ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ଆମେ ଉନ୍ନତ କରିବା। ପ୍ରଶ୍ନ ନମ୍ବର ଙ, ଆମେ କାହିଁକି ମଥା ନୋଇବୁ ନାହିଁ ବୋଲି କବି କହିଛନ୍ତି? ଉତ୍ତରରେ, ଆମେ ବୀର ଜାତି। ଆମ ପୂର୍ବପୁରୁଷମାନେ ବୀରତ୍ୱ ପାଇଁ ପ୍ରଶଂସିତ ହୋଇଛନ୍ତି। ତେଣୁ ଆମେ ସେହି ବୀର ଜାତିର ସନ୍ତାନ ହୋଇଥିବାରୁ କେବେହେଲେ ମଥା ଅବନତ କରିବୁ ନାହିଁ। ଏହି ପ୍ରକାର ପିଲାମାନେ ଆମର ପ୍ରତ୍ୟେକ ପ୍ରଶ୍ନ ପଢ଼ିବ ଏବଂ ଖାତାରେ ଲିପିବଦ୍ଧ କରିବ। ମୁଁ ଆଜି ମୋର ପାଠପଢ଼ାକୁ ଏଇଠି ଶେଷ କରୁଛି। ଧନ୍ୟବାଦ।